ଆଜିର ଏହି ସ୍ୱତନ୍ତ୍ର ବିଶ୍ଳେଷଣକୁ ସ୍ୱାଗତ। ଆଜି ଆମେ ଏମିତି ଏକ ବିଷୟ ଉପରେ କଥା ହେବା ଯାହା ବିଷୟରେ ସାଧାରଣତଃ ଲୋକେ ଖୋଲାଖୋଲି ଆଲୋଚନା କରିବାକୁ ସଂକୋଚ ବୋଧ କରନ୍ତି, କିନ୍ତୁ ସତ କହିବାକୁ ଗଲେ ଏହା ଆମ ସମସ୍ତଙ୍କ ପାଇଁ ଏକ ଅତି ସ୍ୱାଭାବିକ ଏବଂ ସାର୍ବଜନୀନ ଅନୁଭୂତି। ହଁ, ଆମେ ଅନ୍ତରଙ୍ଗ ସ୍ୱପ୍ନ ବିଷୟରେ କହୁଛୁ। ଆମର ମୂଳ ଲକ୍ଷ୍ୟ ହେଉଛି ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକର ଆଧାରରେ ସମ୍ପୂର୍ଣ୍ଣ ନିରପେକ୍ଷ ଭାବରେ ଏହି ସ୍ୱପ୍ନଗୁଡ଼ିକର ପ୍ରକୃତ ଅର୍ଥ ଖୋଜିବା ଏବଂ ଏହାର ବୈଜ୍ଞାନିକ ତଥା ମାନସିକ ଦିଗକୁ ଟିକିନିଖି କରି ବୁଝିବା। ତେଣୁ ଆଗାମୀ 4-5 ମିନିଟ୍ ପର୍ଯ୍ୟନ୍ତ ଏହି ମଜାଦାର ଆଲୋଚନାରେ ସାମିଲ ରୁହନ୍ତୁ। ଆସନ୍ତୁ ସିଧାସଳଖ ଆମର ମୂଳ ପ୍ରଶ୍ନରୁ ଆରମ୍ଭ କରିବା। ଆମେ ପ୍ରକୃତରେ ଏମିତି ସ୍ୱପ୍ନ କାହିଁକି ଦେଖୁ? ଟିକେ ଭାବନ୍ତୁ ତ। ପ୍ରାଚୀନ ଅଧ୍ୟୟନଗୁଡ଼ିକ କହୁଛି ଯେ ଆମର ଏହି ସ୍ୱପ୍ନଗୁଡ଼ିକ କୌଣସି ଆକସ୍ମିକ ଘଟଣା ଆଦୌ ନୁହେଁ, ବରଂ ଏହା ଆମର ବାସ୍ତବ ଜୀବନର ପରିସ୍ଥିତି ଏବଂ ମନ ଭିତରେ ଲୁଚି ରହିଥିବା ଗଭୀର ଭାବନା ସହିତ ସିଧାସଳଖ ଜଡ଼ିତ। ସହଜ କଥାରେ କହିଲେ, ଏହା ପ୍ରକୃତରେ ଆମ ଅବଚେତନ ମନର ଏକ ସ୍ପଷ୍ଟ ପ୍ରତିବିମ୍ବ। ବର୍ତ୍ତମାନ ଆସନ୍ତୁ ଦେଖିବା ମାନବ ପ୍ରକୃତି ଓ ଅବଚେତନ ମନ କିପରି ଏହି ସ୍ୱପ୍ନ ସହ ଜଡ଼ିତ ଏବଂ ଏହା ଅନ୍ୟ ପ୍ରାଣୀମାନଙ୍କଠାରୁ କିପରି ଭିନ୍ନ। ଏବେ ଆମକୁ ଗୋଟିଏ କଥା ବୁଝିବାକୁ ହେବ ଯେ ମଣିଷ ଏବଂ ଅନ୍ୟ ପ୍ରାଣୀମାନଙ୍କ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି। ସମଗ୍ର ପୃଥିବୀରେ କେବଳ ମଣିଷ ହିଁ ଏକମାତ୍ର ପ୍ରାଣୀ ଯିଏ ଆନନ୍ଦ ଏବଂ ଆକର୍ଷଣ ପାଇଁ ଅନ୍ତରଙ୍ଗତା ଖୋଜିଥାଏ, ଯେତେବେଳେ କି ଅନ୍ୟ ପ୍ରାଣୀମାନେ ଏହା କେବଳ ପ୍ରଜନନ ଉଦ୍ଦେଶ୍ୟରେ ହିଁ କରିଥାନ୍ତି। ମଣିଷର ଏହି ଯେଉଁ ସ୍ୱତନ୍ତ୍ର ଆକର୍ଷଣ ଓ ଶକ୍ତିଶାଳୀ ଇଚ୍ଛା ରହିଛି, ତାହା ସ୍ୱାଭାବିକ ଭାବରେ ଆମର ସମ୍ବେଦନଶୀଳ ସ୍ୱପ୍ନ ଜଗତ ଭିତରକୁ ପ୍ରବେଶ କରିଥାଏ। ତେଣୁ ଏହାକୁ ନେଇ ବ୍ୟସ୍ତ ହେବାର କିଛି ନାହିଁ, ଏହା ଏକ ଅତ୍ୟନ୍ତ ସ୍ୱାଭାବିକ ପ୍ରକ୍ରିୟା। ଆଚ୍ଛା, ଏବେ ଆସନ୍ତୁ ଜାଣିବା ଅବିବାହିତମାନଙ୍କ ପାଇଁ ଏସବୁ ସ୍ୱପ୍ନର ଅର୍ଥ କ'ଣ ହୋଇପାରେ ଏବଂ ଏହା କିପରି ଏକ ସକାରାତ୍ମକ ସଂକେତ ଅଟେ। ଏହି ଚମତ୍କାର ତଥ୍ୟ ଉପରେ ଟିକେ ନଜର ପକାନ୍ତୁ। ଧର୍ମଶାସ୍ତ୍ର ଅନୁଯାୟୀ ଅବିବାହିତ ମହିଳାମାନଙ୍କ ପାଇଁ ଏହି ସ୍ୱପ୍ନଗୁଡ଼ିକ ଆଶ୍ଚର୍ଯ୍ୟଜନକ ଭାବରେ ଖୁବ୍ ଲାଭଦାୟକ ହୋଇଥାଏ। ବିଶ୍ୱାସ ହେଉନି ନା, କିନ୍ତୁ ଏହା ସତ। ନୂଆ ବନ୍ଧୁ ସୃଷ୍ଟି କରିବାଠାରୁ ଆରମ୍ଭ କରି ଶୀଘ୍ର ବିବାହର ସମ୍ଭାବନା, ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ଆଡ଼କୁ ଅଗ୍ରସର ହେବା ଏବଂ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ସ୍ୱାଧୀନତା ପାଇବା ପର୍ଯ୍ୟନ୍ତ ଏହା ଅନେକ ଶୁଭ ସୂଚନା ଦେଇଥାଏ। ଏମିତିକି ନିଜର ସମସ୍ତ ଲକ୍ଷ୍ୟ ହାସଲ କରିବା ଦିଗରେ ବି ଏହା ଏକ ସକାରାତ୍ମକ ଇସାରା ଦିଏ। ଏହା ବାସ୍ତବରେ ଉନ୍ନତିର ଏକ ବଡ଼ ପ୍ରତୀକ ବୋଲି ଧରିନେବାକୁ ହେବ। କିନ୍ତୁ ଗୋଟିଏ ଛୋଟ କଥା ଉପରେ ଆମକୁ ଏଠାରେ ଧ୍ୟାନ ଦେବାକୁ ପଡ଼ିବ। ଏଠାରେ ଏକ ସୂକ୍ଷ୍ମ ପାର୍ଥକ୍ୟ ରହିଛି। ଯଦିଓ ଏହା ସାଧାରଣତଃ ଶୁଭ ବୋଲି ଆମେ କହିଲେ, ତଥାପି ଗ୍ରନ୍ଥଗୁଡ଼ିକରେ ଏକ ଗମ୍ଭୀର ସତର୍କବାଣୀ ମଧ୍ୟ ଦିଆଯାଇଛି। ବିବାହ ପୂର୍ବରୁ ଅବିବାହିତ ଝିଅମାନେ ଯଦି କୌଣସି ସାଥୀଙ୍କ ସହ ସ୍ୱପ୍ନ ଦେଖନ୍ତି, ତେବେ ତାହା କେବେ କେବେ କୌଣସି ଅଶୁଭ ବିପଦ ବା କ୍ଷତିର ଆଭାସ ମଧ୍ୟ ଦେଇପାରେ। ତେଣୁ ଏହି ବିଶ୍ଳେଷଣରେ ଆମକୁ ଏହି ନିର୍ଦ୍ଦିଷ୍ଟ ଦିଗଟିକୁ ଆଦୌ ଅଣଦେଖା କରିବ ହେବ ନାହିଁ। ବର୍ତ୍ତମାନ ଆମେ ବିବାହିତ ଦମ୍ପତିମାନଙ୍କ କ୍ଷେତ୍ରରେ ଥିବା ଶୁଭ ଏବଂ ଅଶୁଭ ସଂକେତଗୁଡ଼ିକ ଉପରେ ଆଲୋଚନା କରିବା। ଏଠାରେ ସ୍ୱପ୍ନର ପ୍ରକୃତ ଅର୍ଥ ଟିକେ ଜଟିଳ ହୋଇଯାଏ ଏବଂ ସମ୍ପୂର୍ଣ୍ଣ ରୂପେ ବଦଳିଯାଏ। ବିବାହିତ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହାର ଏକ ଗଭୀର ଦ୍ୱୈତ ଅର୍ଥ ରହିଛି, ମାନେ ଏହାର ଦୁଇଟି ଦିଗ ରହିଛି। ଧରନ୍ତୁ ଜଣେ ପତ୍ନୀ ନିଜ ସ୍ୱାମୀଙ୍କ ସହ ସ୍ୱପ୍ନ ଦେଖୁଛନ୍ତି। ଗୋଟିଏ ପଟେ ଏହା ଏକ ଖୁବ୍ ଶୁଭ ସଂକେତ, କିନ୍ତୁ ଅନ୍ୟପଟେ ଏହା ବେଳେବେଳେ ମନ ଭିତରେ ଲୁଚି ରହିଥିବା ଗଭୀର ଅସନ୍ତୋଷ କିମ୍ବା ଅପୂରଣୀୟ ଇଚ୍ଛାକୁ ମଧ୍ୟ ସୂଚାଇଥାଏ। ତେବେ ଏହାର ସମାଧାନ କ'ଣ? ଏହାର ସବୁଠାରୁ ଭଲ ସମାଧାନ ହେଉଛି ଦମ୍ପତି ପରସ୍ପର ସହ ଅଧିକ ସମୟ ବିତାଇବା ଏବଂ ଖୋଲାଖୋଲି ଭାବେ କଥାବାର୍ତ୍ତା ହେବା, ଯାହାଫଳରେ ସମ୍ପର୍କରେ କୌଣସି ନକାରାତ୍ମକତା ପ୍ରବେଶ କରିବାର ସୁଯୋଗ ହିଁ ପାଇବା ନାହିଁ। ଆଉ ଗୋଟେ ରୋଚକ କଥା ଜାଣିଛନ୍ତି? ପ୍ରାଚୀନ ଲେଖାଗୁଡ଼ିକ ମଣିଷର ନିର୍ଦ୍ଦିଷ୍ଟ ମାନସିକ ଭୟକୁ କିପରି ସୂକ୍ଷ୍ମ ଭାବରେ ଚିହ୍ନଟ କରିଛି, ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଉଦାହରଣ ସ୍ୱରୂପ, ଏକ ଗର୍ଭବତୀ ମହିଳାର ଅନ୍ତରଙ୍ଗ ସ୍ୱପ୍ନ ତାଙ୍କର ଗର୍ଭାବସ୍ଥାକୁ ନେଇଥିବା ଅତ୍ୟଧିକ ଚିନ୍ତାକୁ ଦର୍ଶାଏ। ସେହିପରି ଜଣେ ବିବାହିତ ମହିଳା ସ୍ୱପ୍ନରେ ଏକ ଛୋଟ ପିଲାକୁ ଦେଖିବା, ଯାହା ପ୍ରକୃତରେ ନୂଆ ମାତୃତ୍ୱର ଭୟ ଏବଂ ନୂଆ ଦାୟିତ୍ୱକୁ ନେଇ ମନରେ ଥିବା ଆଶଙ୍କାକୁ ହିଁ ପ୍ରକାଶ କରିଥାଏ। ଅର୍ଥାତ୍ ଏହା କେବଳ ଆମ ମନର ଭାବନା ଓ ଚିନ୍ତା ସହ ସମ୍ପର୍କିତ। ଏବେ ଆସନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଉପରେ ଟିକେ ନଜର ପକାଇବା। ଗ୍ରନ୍ଥଗୁଡ଼ିକରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ପତ୍ନୀ ହେଉଛନ୍ତି ଘରର ଦେବୀ ଲକ୍ଷ୍ମୀଙ୍କ ରୂପ। ଏହାର ଅର୍ଥ ହେଉଛି, ଜଣେ ବିବାହିତ ପୁରୁଷ ଯଦି ସ୍ୱପ୍ନରେ ନିଜ ପତ୍ନୀଙ୍କ ବ୍ୟତୀତ ଅନ୍ୟ କୌଣସି ମହିଳାଙ୍କ ସହ ସମ୍ପର୍କ ଦେଖନ୍ତି, ତେବେ ତାହା ତାଙ୍କ ଆର୍ଥିକ ସ୍ଥିତି ଏବଂ ବ୍ୟବସାୟ ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇପାରେ। କାରଣ ଆମ ପରମ୍ପରାରେ ନିଜ ପତ୍ନୀଙ୍କୁ ହିଁ ଘରର ଧନ ଓ ସମୃଦ୍ଧିର ଦେବୀ ବୋଲି ମାନି ନିଆଯାଏ। ଏହା ଏକ ବହୁତ ବଡ଼ ଚେତାବନୀ। କିନ୍ତୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଦିଗ ମଧ୍ୟ ରହିଛି। ଧର୍ମଶାସ୍ତ୍ରରେ ପଶୁମାନଙ୍କୁ ଧନ ଏବଂ ପ୍ରାଚୁର୍ଯ୍ୟର ସ୍ୱରୂପ ବୋଲି ବିବେଚନା କରାଯାଏ। ସେଥିପାଇଁ ପଶୁମାନଙ୍କର ମିଳନ ସ୍ୱପ୍ନରେ ଦେଖିବା ପରିବାର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଆଜ୍ଞା ହଁ, ଠିକ୍ ଶୁଣିଲେ,
ଏହା ସିଧାସଳଖ ଧନପ୍ରାପ୍ତି, ଘରେ ସୁଖ ସମୃଦ୍ଧି ବୃଦ୍ଧି ଏବଂ ବ୍ୟବସାୟରେ ଆଶାତୀତ ସଫଳତା ଆଣିବାର ଏକ ସ୍ପଷ୍ଟ ସଂକେତ ଦେଇଥାଏ। ଯଦି ଆମେ ସମଗ୍ର ବିଶ୍ଳେଷଣର ନିଷ୍କର୍ଷ ବାହାର କରିବା, ତେବେ ଆମେ ଗୋଟିଏ ମୂଳ ସିଦ୍ଧାନ୍ତରେ ପହଞ୍ଚିପାରିବା। ଧ୍ୟାନ ଦିଅନ୍ତୁ, ଯେକୌଣସି ଅପରିଚିତ ବ୍ୟକ୍ତି କିମ୍ବା ନିଜ ସାଥୀଙ୍କ ସହ ସ୍ୱପ୍ନ ଦେଖିବା ଅବିବାହିତ ଯୁବକ ଯୁବତୀଙ୍କ ପାଇଁ ସାଧାରଣତଃ ଶୁଭ ସଂକେତ ବହନ କରିଥାଏ, କିନ୍ତୁ ବିବାହିତ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଓଲଟା, ଅର୍ଥାତ୍ ଏହା ସେମାନଙ୍କ ବୈବାହିକ ଜୀବନ ପାଇଁ ଅତ୍ୟନ୍ତ ଅଶୁଭ ଅଟେ। ପ୍ରାଚୀନ ତଥ୍ୟରୁ ଏହି ନିୟମଟି ଖୁବ୍ ସ୍ପଷ୍ଟ ଭାବରେ ବାହାରି ଆସୁଛି ଏବଂ ଆମକୁ ଏହି କଥାଟିକୁ ସବୁବେଳେ ମନେ ରଖିବାକୁ ପଡ଼ିବ। ବର୍ତ୍ତମାନ ଆମେ ଆମର ଏହି 4-5 ମିନିଟର ଆଲୋଚନାର ଶେଷରେ ପହଞ୍ଚିଗଲେ। ଏହିସବୁ ବିଶ୍ଳେଷଣ ପରେ ଏହା ଆମକୁ ଗୋଟିଏ ବଡ଼ କଥା ଭାବିବାକୁ ବାଧ୍ୟ କରେ। ପ୍ରକୃତରେ ଏହି ଗୁପ୍ତ ସ୍ୱପ୍ନଗୁଡ଼ିକ କ'ଣ? ଏଗୁଡ଼ିକ କ'ଣ ଭବିଷ୍ୟତ ବିଷୟରେ ବ୍ରହ୍ମାଣ୍ଡରୁ ଆସିଥିବା କୌଣସି ରହସ୍ୟମୟ ସଂକେତ, ନା ଏହା କେବଳ ଆମ ନିଜ ମନ ଭିତରେ ଚାଲିଥିବା ଲୁକାୟତ ବାସ୍ତବ ଇଚ୍ଛାଗୁଡ଼ିକର ଏକ ମାନସିକ ପ୍ରତିଫଳନ? ଏହି ପ୍ରଶ୍ନଟି ଆମ ଅବଚେତନ ମନର ରହସ୍ୟକୁ ଆହୁରି ଗଭୀର ଭାବେ ବୁଝିବା ପାଇଁ ଏକ ନୂଆ ଦ୍ୱାର ଖୋଲିଦିଏ, ନୁହେଁ କି? ଆଶା କରୁଛି ଆଜିର ଏହି ଆଲୋଚନା ଆମ ସମସ୍ତଙ୍କୁ ନିଶ୍ଚୟ ଭାବିବାକୁ ଖୋରାକ ଯୋଗାଇବ। ଏହି ବିଶ୍ଳେଷଣରେ ସାମିଲ ହୋଇଥିବାରୁ ଅଶେଷ ଧନ୍ୟବାଦ।